ଦିନେ ଗରମ ଗରମ ପରଟା କାହାକୁ ମନ ଭଲ ଲାଗେ। ଏ ଶୀତ ଦିନରେ ମୁଁ ଆପଣମାନଙ୍କ ପାଇଁ ଟେଷ୍ଟି ହେଲ୍ଦି ପାଳଙ୍ଗ ପରଟାର ରେସିପି ନେଇକି ଆସିଛି। କିଛି ଟିପ୍ସ ସେୟାର କରିବି ଯାହାଦ୍ୱାରା ଆପଣଙ୍କ ପାଳଙ୍ଗ ପରଟା ନରମ ସହିତ ବହୁତ ହି ଟେଷ୍ଟି ହେବ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ସ୍ପେଶାଲ ପାଳଙ୍ଗ ପରଟାର ରେସିପି। ପାଳଙ୍ଗ ପରଟା ପ୍ରସ୍ତୁତ କରିବା ପାଇଁ 2 ଛୋଟ ଗିନା ମୁଁ ଏଠି ଅଟା ନେଇଛି, ନର୍ମାଲ ଅଟା ଯେଉଁଥିରେ ଆମେ ରୁଟି ଆଉ ପରଟା ବନେଇଥାଉ। ତା ସହିତ 3 ରୁ 4 ବଡ଼ ଚାମଚ ବେସନ ନିଶ୍ଚିନ୍ତ ଦେବେ, ସ୍କିପ୍ କରିବେ ନାହିଁ, ଯାହାଦ୍ୱାରା ପରଟା ବହୁତ ନରମ ଆଉ କ୍ରିସ୍ପି ହୋଇଥାଏ। ତା ସହିତ ଏଠି ମେନ୍ ଇନଗ୍ରିଡ଼ିଏଣ୍ଟ ହେଉଛି ପାଳଙ୍ଗ। ଗୋଟେ ବଞ୍ଚ ପାଳଙ୍ଗକୁ ଭଲ ଭାବରେ ଧୋଇକି ଫାଇନଲି ଚପ୍ କରି ନେଇଛି। ବହୁତ ପତଳା ପତଳା କରି କାଟିବେ ଯାହାଦ୍ୱାରା ପାଳଙ୍ଗ ବେଲିଲା ବେଳେ ପରଟା ବେଲିଲା ବେଳେ ଏହା ଫାଟିବ ନାହିଁ। ତା ସହିତ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଫାଇନଲି ଚପ୍ କରିକି ନେଇଛି। ପିଆଜ ଯଦି ଖାଉନାହାନ୍ତି ପିଆଜକୁ ଏଠି ଆପଣ ସ୍କିପ୍ ମଧ୍ୟ କରିପାରନ୍ତି। ତା ସହିତ ଗୋଟେ ଛୋଟ କଞ୍ଚା ଲଙ୍କାକୁ ଏମିତି କାଟିକି ନେଇଛି। ଏବେ ଚାଲନ୍ତୁ ଏଥିରେ କିଛି ଗୁଣ୍ଡ ମସଲା ପକାଇବା। କିଛି ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଗୋଟେ ଛୋଟ ଚାମଚ ଜିରା ଗୁଣ୍ଡ ଆଉ ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ ଏଠି ମୁଁ ଦେଇଛି। ତା ସହିତ ଭଲ ଫ୍ଲେଭର ପାଇଁ ଏଠି କିଛି ଜିରା ଆଉ ଜୁଆଣି ନେଇଛି। ଜିରା ଆଉ ଜୁଆଣି ଦେବା ଦ୍ୱାରା ଏଥିରେ ବଢ଼ିଆ ଫ୍ଲେଭର ଆସିଥାଏ ପରଟାରେ, ଆଉ ସ୍ମେଲ୍ ମଧ୍ୟ ବହୁତ ବଢ଼ିଆ ଆସେ ପରଟା ଭିତରୁ। ଏହିପରି ଭାବରେ ଜିରା ଆଉ ଜୁଆଣିକି ଦେଇଦେବା। ଯଦି ଆପଣଙ୍କୁ ଜୁଆଣିର ସ୍ମେଲ୍ ପସନ୍ଦ ନାହିଁ ଆପଣ ଏଠି ସ୍କିପ୍ ମଧ୍ୟ କରିପାରନ୍ତି। ତା ସହିତ ଫ୍ରେଶ୍ ଧନିଆ ପତ୍ର ନେଇଛି। ଶୀତ ଦିନ ଧନିଆ ପତ୍ରର ସ୍ମେଲ୍ ଏ ପରଟାରେ ବହୁତ ବଢ଼ିଆ ଲାଗିଥାଏ। ଆଉ ଗୋଟେ ବଢ଼ିଆ ଫ୍ଲେଭର ପାଇଁ ମୁଁ ଏଠି 1 ରୁ 2 ବଡ଼ ଚାମଚ ଧଳା ରାଶି ନେଇଛି। ତା ସହିତ ସ୍ୱାଦ ଅନୁସାରେ ଲୁଣ। ଏଠି ମେନ୍ ଟିପ୍ସ ହେଉଛି ଗୋଟେ ସିଝା ଆଳୁକୁ ଏମିତି ଗ୍ରେଟ୍ କରିକି କିମ୍ବା ଚକଟିକି ଏମିତି ପରଟା ଭିତରେ ଦିଅନ୍ତୁ। ଦେଖିବେ ପରଟା ବଢ଼ିଆ ସ୍ମୁଥ୍ ହେବ ଆଉ ଟେକ୍ସଚର୍ ବି ବଢ଼ିଆ ଆସିବ। ଯେହେତୁ ବେସନ ଦେଇଛନ୍ତି କ୍ରିସ୍ପି ହେବ ଆଉ ଆଳୁ ଦ୍ୱାରା ଏହା ବଢ଼ିଆ ସଫ୍ଟ ହେବ। ଏସବୁକୁ ହାତ ଦ୍ୱାରା ବଢ଼ିଆ ଭାବରେ ମିକ୍ସ କରି ନେବା। ଏଠି ଆପଣ ପାଣି ୟୁଜ୍ ଏବେ କରିବେ ନାହିଁ, କାରଣ ପାଳଙ୍ଗ ଆଉ ଆଳୁରେ ମିକ୍ସଚର୍ ଥାଏ। ଆଗ ଭଲ ଭାବରେ ମିକ୍ସ କରି ନେବା। ଏବେ ଭଲ ଭାବରେ ମିକ୍ସ କରି ନେବା, ତାପରେ ଅଳ୍ପ ଅଳ୍ପ ପାଣି ଦେଇକି ଏହାର ଗୋଟେ ଡୋ ବନେଇବା। ଏଠି ମନେ ରଖନ୍ତୁ ଅଧିକ ଏକାଥରେ ପାଣି ଦେବେନି, କାରଣ ପାଳଙ୍ଗ ଯେହେତୁ ଅଛି ଅଟା ଆପଣଙ୍କର ପାଣିଆ ହେଇଯିବ। ଅଳ୍ପ ଅଳ୍ପ ପାଣି ହାତରେ ନେଇକି ଦେଖନ୍ତୁ ଏହିପରି ଭାବରେ ଏହାର ଗୋଟେ ସଫ୍ଟ ଡୋ ବନେଇବା ଆଉ ଭଲ ଭାବରେ ଏହାକୁ ଚକଡ଼ିବା। ଯେତେ ଭଲ ଭାବରେ ଚକଡ଼ିବେ ପରଟା ଆପଣଙ୍କର ସେତେ ସ୍ମୁଥ୍ ହେବ। ଦେଖନ୍ତୁ ମୁଁ ଏଠି ଭଲ ଭାବରେ ଅଟା ଆଉ ପାଳଙ୍ଗ ପିଆଜ ସବୁ ମସଲାକୁ ଭଲ ଭାବରେ ମିକ୍ସ କରି ନେଇଛି। ଏବେ ଏଥିରେ ଗୋଟେ ବଡ଼ ଚାମଚ ତେଲ ଦେଇଦେବା। ଏହାକୁ ହାତରେ ଆଉ ଥରେ ଚକଟି ନେବା। ଏହାକୁ 5 ମିନିଟ୍ ରେଷ୍ଟ କରିବାକୁ ଦେବା। ବେଶୀ ସମୟ ଦେବାନି, କାରଣ ପାଳଙ୍ଗରୁ ୱାଟର ରିଲିଜ୍ ହେଲେ ପାଣିଆ ହେଇଯିବ ଅଟା। 5 ମିନିଟ୍ ଏହାକୁ ଢାଙ୍କିକି ରଖିଦେବା। ଏବେ ଚାଲନ୍ତୁ ତାୱାକୁ ଗରମ କରି ନେବା ଆଉ 5 ମିନିଟ୍ ପରେ ଏହାକୁ ଆମେ ବେଲି ନେବା। 5 ମିନିଟ୍ ପରେ ଏବେ ଏମିତି ମୁଁ ଗୋଟେ ଗୁଳା ନେଲି। ଟିକେ ବଡ଼ ଗୁଳା ନେବେ, ରୁଟି ଠାରୁ ଟିକେ ବଡ଼ ଗୁଳା ନେବେ। ଏପରି ଭାବରେ ଗୋଲ କରି ନେବା, ଅଟା କିଛି ଡଷ୍ଟ କରି ନେବା। ଏବେ ଏହାକୁ ବେଲି ନେବା। ଆପଣ ଆପଣଙ୍କ ପସନ୍ଦ ଅନୁସାରେ ବେଲିବେ। ମୁଁ ଏଠି 4 କୋଣିଆ ପାଳଙ୍ଗ ପରଟା କରିକି ଦେଖେଇବି। ଆପଣ ଚାହିଁଲେ ରୁଟି ପରି ମଧ୍ୟ କରିପାରିବେ, ବଟ୍ ଏହିପରି ଭାବରେ ଥରେ ଟ୍ରାଏ କରନ୍ତୁ। ଏହିପରି ଭାବରେ ମୁଁ ରୁଟି ସେପ୍ର ଗୋଳେଇ ନେଲି ଆଉ ଉପରେ କିଛି ତେଲ ଲଗାଇ ନେଲି। ଏହାଦ୍ୱାରା ପାଳଙ୍ଗ ପରଟାର ଭିତର ପୁରା କ୍ରିସ୍ପି ହୋଇକି ରହିବ। ଏପରି ଭାବରେ 2 ସାଇଡ଼୍ରେ ଟିକେ ତେଲ ଲଗାଇ ନେବା ଆଉ ଏହାକୁ ସ୍କୋୟାର ସାଇଜ୍ରେ ଏମିତି ଫୋଲ୍ଡ କରିନେବା। ଦେଖନ୍ତୁ ଏହିପରି ଭାବରେ ସ୍କୋୟାର ସାଇଜ୍ରେ ମୁଁ ଫୋଲ୍ଡ କରିନେଲି। ଆପଣ ଯେତେ ଚେଷ୍ଟା କରିବେ ପାଳଙ୍ଗକୁ ପୁରା ଫାଇନଲି ଚପ୍ କରିବେ, ଯାହାଦ୍ୱାରା ବେଲିଲା ବେଳେ ଏହା ଫାଟିବ ନାହିଁ ଆଉ ବଢ଼ିଆ ଭାବରେ ବେଲି ହେଇଯିବ। ଦେଖନ୍ତୁ ପୁରା ସ୍କୋୟାର ସାଇଜ୍ରେ ପରଟାକୁ ଏବେ ବେଲି ନେଲି। ସ୍କୋୟାର ସାଇଜ୍ରେ ବେଲି ନେଲି। ଆପଣ ଚାହିଁଲେ ରୁଟି ଭଳିଆ ମଧ୍ୟ କରିପାରିବେ, ବଟ୍ ଏମିତି ତେଲ ଦେଇ କଲେ ନା ବହୁତ ବଢ଼ିଆ ଲାଗିଥାଏ ଆଉ କ୍ରିସ୍ପି ଆସିବ ମଧ୍ୟ ପରଟା ଆପଣଙ୍କର। ତାୱାକୁ ଭଲ ଭାବରେ ଗରମ କରି ନେଇଥିଲି। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ପରଟାକୁ ଆମେ ଏବେ ସେକି ନେବା। ହାଇ ଫ୍ଲେମ୍ରେ କରିବେ ନାହିଁ, ଏମିତି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଏପଟ ସେପଟ କରି ଚାମଚ ଦ୍ୱାରା ସେକି ନେବା। ଦେଖନ୍ତୁ 2 ପଟ ସାଇଜ୍ ସେକି ହୋଇ ଆସିଲାଣି। ଏହି ଷ୍ଟେଜ୍ରେ ତେଲ ଦେବା। ଆପଣ ଚାହିଁଲେ ମଧ୍ୟ ଘିଅ ୟୁଜ୍ କରିପାରନ୍ତି, ବଟ୍ ମୁଁ ଏଠି ତେଲରେ ସେକିଛି। ଏହାକୁ ଭଲ ଭାବରେ କ୍ରିସ୍ପି କରିବା ପର୍ଯ୍ୟନ୍ତ ଦେଖନ୍ତୁ ଏହିପରି ଭାବରେ ଆମେ ସେକି ନେଲେ। ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ଏ ଶୀତ ଦିନେ ଏ ଟେଷ୍ଟି ପାଳଙ୍ଗ ପରଟାକୁ ଆପଣ ପିଲାମାନଙ୍କର ଲଞ୍ଚ ବକ୍ସରେ ମଧ୍ୟ ଦେଇପାରନ୍ତି। ବ୍ରେକଫାଷ୍ଟ କିମ୍ବା ଡିନରରେ ମଧ୍ୟ ଏହାକୁ ଆପଣ ଖାଇପାରିବେ। ଏଠି ଆପଣଙ୍କର ରେଡ଼ି ହୋଇଗଲା ଆମର ଟେଷ୍ଟି ପାଳଙ୍ଗ ପରଟା। ଏହାକୁ ଦହି, ଆଚାର କିମ୍ବା କୌଣସି ଟମାଟୋ ଚଟନି, ଓନିଅନ୍ ଚଟନି ସହିତ ଆପଣ ମଧ୍ୟ ଖାଇପାରିବେ। ଏହିପରି ଭାବରେ ଆଉ ଗୋଟେ ପାଳଙ୍ଗ ପରଟାକୁ ମୁଁ ଏମିତି ସେକିକି ଆପଣଙ୍କୁ ଦେଖାଉଛି। ଆପଣ ଚାହିଁଲେ ଟ୍ରାୟାଙ୍ଗଲରେ ମଧ୍ୟ କରିପାରିବେ।
ଆପଣଙ୍କୁ ଯେମିତି ପସନ୍ଦ ଆପଣ ସେମିତି କରିପାରିବେ। ଏଠି ଆପଣଙ୍କର टेस्टी ପାଳଙ୍ଗ ପରଟା रेडी। जदि रेसिपीटी भल लगे भिडियोटी को लाइक करेंगे, चैनल रे नुआ थिले सब्सक्राइब करेंगे। देखा आउ कि एमती शीत दिनिया भेजिटेबल रेसिपी सहित से विदाय नियंतु। रहिली, बाय बाय।